साहित्यधर्मी त्रिशाखा तथा फीचर कार्यक्रम एक अनन्य कार्यक्रम त्रिशाखा मु आज मोर कविता एवं मिनी गल्प एवं आउ एक प्रबंध गौतम बुद्ध बा बौद्ध धर्म संबंध में जहाँ मु लिखी ताकू आपण आगे उपस्थापन करुच्ची। मु अध्यापक रवींद्रनाथ पल्लाई पीपुल्स कॉलेज बगुड़ा एवं मोर प्रथम पर्यायर कवितार शीर्षक बुद्ध खोल। ताल आसतु से कविता शुणा। प्रिय बंधु पहाच सबको देखी कौन भावुछ। हे प्रिय बंधु पहाच सबको देखी कौन भावुछ। ये बुद्ध खोल। तुम्हें मनरे भाविथिबा एक नियारा स्थान एक स्मृतिभरा अंचल एवं तुमको विभोर करी रखि पारुथिबा एक अरण्य ए सब पहाच को अतिक्रम करी ऊपर को जाओ देखिब एक संभावनार विश्व सतेज हेउथिब मन भितर निर्वाण। पहाच अतिक्रम कले निश्चय देखिब बुद्धंकु देखिब तुमे देखिथिबा पहाच सब केमिति पालटी गलेनी मोक्ष। एबे ना तुमे डाकिले शुणिब से स्वर एबे शुभिब केवल बुद्धं शरणं गच्छामि धर्मं शरणं गच्छामि। काहे केते दूर जाए प्रलंबी जाइछि से स्वर। तुमे जेबे ओल्है आसिब निश्चय तुमे पालटी जाइथिब एक शांत स्वभावर चलचंचल मनीष जेउठी नथिब दुख जेउठी नथिब अवशोष सतसतिका पाउथिब मोक्ष एवं निर्वाण। सतरे एबे देख से सब पहाच जेमिति गाउछंती शांति मैत्रीर पर्व। वर्तमान द्वितीय पर्याय को जीवा एवं मोर गल्प क्षुद्र गल्प से बुद्धंक उपरे बा बुद्धंक संबंधित एक गल्प। गल्पर शीर्षक अन्य एक शुद्धोदन। ताहले आसंतु से बुद्ध संपर्कित एक मिनी गल्प शुणा। महाराज आम नगर को गौतम बुद्ध आसिचंती किए जड़े कही पकेला। महाराज तथापि चुप रही था। एक समस्त को आश्चर्य कर देउथिला। से समय सभा परिषद रे आगରୁ एमिति कथा केबे की किए कही नथिला। राज परिषद सभा ये छोटिया एमितिका सेमितिका सभा न। राजा शुद्धोदन बसिचंती कपिलावास्तुर शाक्य वंशर राजा शुद्धोदन। राज परिषद सभा चली जड़े अन्य जन को अनाई रही था। काले राजा रागी जाई कौन जे कौन कहे हुए तो दंड भी देदेवे। तेणु सेमिति किए क्या किसी कहन चाहती।
କିଛି ସମୟ ପରେ ନୀରବ ଭଙ୍ଗ ହେଲା। ଏଥର ରାଜା କିଛି କହିବାକୁ ଆରମ୍ଭ କଲେ। ତଥାପି ଭୟ ଯାଇନଥାଏ କାହାର ମନ ଭିତରୁ। ଶୁଦ୍ଧୋଦନ, ରାଜା ଶୁଦ୍ଧୋଦନ କପିଳାବସ୍ତୁର ଶାକ୍ୟବଂଶୀୟ ରାଜା ଶୁଦ୍ଧୋଦନ କହିବା ଆରମ୍ଭ କଲେ। ସେ ପରିଷଦ ଆଡ଼କୁ ଅନାଇ କହିଲେ, କିଏ? ସିଦ୍ଧାର୍ଥ ଆସିଛନ୍ତି? ଭଲ କଥା। କପିଳାବସ୍ତୁ ନଗରକୁ ସଜ୍ଜିତ ଆହୁରି କରାଯାଉ, ତାଙ୍କୁ ଆତିଥ୍ୟ ଭଲରେ କରାଯାଉ। ସମସ୍ତେ ଆଶ୍ଚର୍ଯ୍ୟ। ଏଥର ପୁଣି ସମସ୍ତେ ଯିଏ ଯାହା ମୁହଁକୁ, କିଏ କାହା ମୁହଁକୁ ନ ଅନାଇ କେବଳ ମୁଣ୍ଡପୋତି ଭାବିବାରେ ଲାଗୁଥିଲେ। ରାଜା ଏପରି କହିବେ ବୋଲି କିଏ ଜମାରୁ ଆଶା ମଧ୍ୟ କରିନଥିଲେ। ଆଶ୍ଚର୍ଯ୍ୟ କଥା, ରାଜା ଶୁଦ୍ଧୋଦନ ଏଭଳି କହୁଛନ୍ତି। ତଥାପି ସମସ୍ତେ ନୀରବ ଭିତରେ, ଆଶଙ୍କା ଭିତରେ ପୁଣି ରାଜାଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କରୁଥାନ୍ତି। ଶେଷରେ ସମସ୍ତଙ୍କର ମନ ଭିତରୁ ଯେଉଁ ଭାବନା ଥିଲା ସେ ସବୁଠୁ ଦୂରେଇ ଯାଇ ରାଜା ଶୁଦ୍ଧୋଦନ କହିଲେ, ମୁଁ ହେଉଛି ଅନ୍ୟ ଏକ ଶୁଦ୍ଧୋଦନ, ଯିଏ ଗୌତମ ବୁଦ୍ଧଙ୍କ ପିତା, ଯିଏ ସଂସାର ମୋହତ୍ୟାଗ କରି ଅନେକ ଦୂର ଯାଇଥିଲେ, ତଥାପି ମୋ ନଗରକୁ ଆସିଛନ୍ତି। ତାଙ୍କୁ ଆତିଥ୍ୟ ଦିଆଯାଉ ଏବଂ ତାଙ୍କୁ ମୋ ନଗର ସ୍ୱାଗତ କରୁ, ଯେହେତୁ ମୁଁ ଅନ୍ୟ ଏକ ଶୁଦ୍ଧୋଦନ। ଧନ୍ୟବାଦ। ଏବଂ ତୃତୀୟ ପର୍ଯ୍ୟାୟରେ ଆମେ ଯିବା ପ୍ରବନ୍ଧ, ସେହି ବୌଦ୍ଧ ଧର୍ମ ସମ୍ବନ୍ଧିତ ପ୍ରବନ୍ଧ, ଓଡ଼ିଶାରେ ବୌଦ୍ଧ ଧର୍ମର ଲୋକପ୍ରିୟତା। ବୁଦ୍ଧଦେବଙ୍କ ପ୍ରଚାରିତ ବୌଦ୍ଧ ଧର୍ମ ଖୁବ୍ ଶୀଘ୍ର ଲୋକପ୍ରିୟତା ଅର୍ଜନ କରିଥିଲା, କାରଣ ଏହା ତତ୍କାଳୀନ ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତାର ମୁଖ୍ୟ ସ୍ୱର ଥିଲା। ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଅନେକ ନୀତି ନିୟମ ବା ପରାମର୍ଶ ଦେଇଛନ୍ତି। ସମାଜ ପ୍ରତି ତାଙ୍କର କର୍ମବାଦ ଏବଂ ଅହିଂସା, ବିଶେଷ କରି ଅହିଂସା ନୀତି ମୁଖ୍ୟ ଏବଂ ପ୍ରଧାନ ଲକ୍ଷ୍ୟ ବୌଦ୍ଧ ଧର୍ମର ବୋଲି ସେ ସଦାସର୍ବଦା କହିଛନ୍ତି। ବୌଦ୍ଧ ଧର୍ମରେ ଦୀକ୍ଷିତ ହେବା ପାଇଁ ନିୟମମାନ ଜଟିଳ ନଥିଲା, ବରଂ ସାଧା ସିଧା ଥିଲା। ବୌଦ୍ଧ ହିସାବରେ ଜଣେ ବୌଦ୍ଧ ଧର୍ମର ଗ୍ରହଣ କଲା ପରେ ଜୀବନଯାପନ ପାଇଁ ତା ପାଇଁ କଠିନ ନୀତି ନିୟମମାନ ଥିଲା। ଯଦିଓ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମକୁ ମଧ୍ୟମ ମାର୍ଗ ବୋଲି କୁହାଯାଏ। ବୌଦ୍ଧ ଭିକ୍ଷୁମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଇବା ବ୍ୟବସ୍ଥା ନିଷିଦ୍ଧ ଥିଲା ଏବଂ ସେମାନେ କିଛି ନୀତି ନିୟମରେ ବାନ୍ଧି ରହିବା ଆବଶ୍ୟକ ଥିଲା। କାଳକ୍ରମେ ବୌଦ୍ଧ ଧର୍ମ ତିନୋଟି ସ୍ୱତନ୍ତ୍ର ଶାଖାରେ ବିଭକ୍ତ ହେଲା। ସେଗୁଡ଼ିକ ହେଲା ହୀନଯାନ, ପରବର୍ତ୍ତୀ କାଳରେ ଅଭ୍ୟୁଦୟ ଘଟିଥିବା ମହାଯାନ ଧର୍ମ ଏବଂ ସର୍ବଶେଷ ସମୟରେ ପ୍ରକାଶ ଲାଭ କରିଥିଲା ତନ୍ତ୍ରଯାନ। ଏହିଭଳି ଭାବରେ ତିନୋଟି ସ୍ୱତନ୍ତ୍ର ଶାଖାରେ ବିଭାଜନ ହୋଇଥିଲା। ପ୍ରାଚୀନ ଉତ୍କଳ ଓ କଳିଙ୍ଗ ବୌଦ୍ଧ ଧର୍ମର ବିକାଶରେ
ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ହୀନଯାନ ଧର୍ମ କଥା ଆଲୋଚନା କରିବା। ପାଲି ଭାଷାରେ ଲିଖିତ ଜାତକାଦି ବୌଦ୍ଧ ବିବରଣୀମାନଙ୍କରେ କଳିଙ୍ଗ ନାମର କଥା ଉଲ୍ଲେଖ ରହିଛି। ବୌଦ୍ଧ ସାହିତ୍ୟ ବିନୟ ପିଟକ ଅନୁସାରେ ଉତ୍କଳ ଜନପଦର ତପସ୍ୱୀ ଓ ହଲ୍ଲିକ ନାମକ ଦୁଇଜଣ ବଣିକ ସର୍ବପ୍ରଥମେ ବୁଦ୍ଧଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ବୋଲି ଅନେକ ବୌଦ୍ଧ ଧର୍ମ ଗ୍ରନ୍ଥରେ ଲିଖିତ ହୋଇଛି। ଖ୍ରୀଷ୍ଟପୂର୍ବ 261ରେ ଅଶୋକ କଳିଙ୍ଗ ଯୁଦ୍ଧରେ କଳିଙ୍ଗ ଜୟଲାଭ କଲା ପରେ ଏହା କେବଳ ବୌଦ୍ଧ ଧର୍ମର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ହୋଇନଥିଲା, ବରଂ କଳିଙ୍ଗରେ ହୀନଯାନ ବୌଦ୍ଧ ଧର୍ମର ପ୍ରଚାର ହୋଇଥିଲା। ଚଣ୍ଡାଶୋକ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଭାରତୀୟ ଧର୍ମରେ ଏକଦା ପ୍ରତିଷ୍ଠା ଲାଭ କରିଥିବା ଯେଉଁ ବ୍ରାହ୍ମଣ ଧର୍ମ ବୌଦ୍ଧ ଧର୍ମର ଦ୍ରୁତ ପ୍ରସାରରେ ଅତିଷ୍ଠ ହୋଇ ପତନାଭିମୁଖୀ ହୋଇଥିଲା, କାଳକ୍ରମେ ବ୍ରାହ୍ମଣ ଧର୍ମର ପୁନଃପ୍ରତିଷ୍ଠା ହେଲା ଏବଂ ଭାଗବତ ଓ ଶୈବ ଧର୍ମ ଦ୍ୱୟ ବ୍ରାହ୍ମଣ ଧର୍ମର ଅଙ୍ଗୀଭୂତ ହେଲା। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତାନ୍ତ୍ରିକ ବୌଦ୍ଧ ଧର୍ମ ଓଡ଼ିଶାରେ ପ୍ରାଧାନ୍ୟ ଲାଭ କରିଥିଲା। ଏହି ସମୟରେ ଓଡ଼ିଶାର ବୌଦ୍ଧାଚାର୍ଯ୍ୟମାନେ ତନ୍ତ୍ର ବିଷୟରେ ବହୁ ଗ୍ରନ୍ଥ ରଚନା କରିଥିଲେ ଏବଂ ତାନ୍ତ୍ରିକ ବୌଦ୍ଧ ଧର୍ମର ଉତ୍ସ ଉଜ୍ଜୟିନ ବୋଲି ପ୍ରମାଣ ମିଳେ। ଏହି ଭଳି ଭାବରେ ଓଡ଼ିଶାରେ ବୌଦ୍ଧ କଳା ଓ ସ୍ଥାପତ୍ୟ ବିଶେଷ କରି ଭୌମକର ରାଜବଂଶର ରାଜତ୍ୱ ସମୟରେ ରତ୍ନଗିରି, ଉଦୟଗିରି, ଲଳିତଗିରିରେ ଦେଖାଯାଏ। ଏଠାରେ ଥିବା ବିହାରରେ ଏକ ବୌଦ୍ଧ ବିହାର ବୋଲି ମଧ୍ୟ କୁହାଯାଏ। ଏହି ବୌଦ୍ଧ ବିହାରରେ ବୌଦ୍ଧ ସନ୍ନ୍ୟାସୀମାନେ ରହୁଥିଲେ ଏବଂ ଏହା ସେ ସମୟର ବା ତତ୍କାଳୀନ ସମୟର ଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା। ଏସବୁ ବୌଦ୍ଧ ସଂସ୍କୃତିର ପ୍ରଧାନ କେନ୍ଦ୍ରର ପ୍ରତ୍ନତାତ୍ତ୍ୱିକ ଅବଶିଷ୍ଟାଂଶ ବା ଅବଶେଷ ମିଳିଛି, କିନ୍ତୁ ରତ୍ନଗିରି ଅଞ୍ଚଳ ହୁଏନ୍ସାଙ୍କ ବର୍ଣ୍ଣିତ ପୁଷ୍ପଗିରି ବିହାର ବୋଲି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଏହାଛଡ଼ା ଓଡ଼ିଶାରେ ବହୁ ଅଞ୍ଚଳରେ ବୌଦ୍ଧ କୀର୍ତ୍ତିର ଧ୍ୱଂସାବଶେଷ ଓ ସ୍ଥାପତ୍ୟ ଦେଖିବାକୁ ମିଳିଥାଏ। ଓଡ଼ିଆ ସାହିତ୍ୟରେ ବୌଦ୍ଧ ଧର୍ମର ଧାରା ମଧ୍ୟ ବିଶେଷ ଭାବରେ ପ୍ରଭାବିତ ଏବଂ ପ୍ରଚଳିତ। ସାରଳା ଦାସ ତାଙ୍କ ମହାଭାରତରେ ଜଗନ୍ନାଥଙ୍କୁ ବୌଦ୍ଧ ଅବତାର ରୂପେ ଗ୍ରହଣ କରିଛନ୍ତି। ସେହିଭଳି ମହାଯାନୀ ବୌଦ୍ଧ ଶାଖାର ମତବାଦ ମଧ୍ୟ ତାଙ୍କ ମହାଭାରତରେ ଗ୍ରହଣ କରାଯାଇଛି। ସେ ଶୂନ୍ୟ, ନିର୍ଗୁଣ, ନିରଞ୍ଜନ ଇତ୍ୟାଦି କଥା ଉଲ୍ଲେଖ କରିଛନ୍ତି। ବୌଦ୍ଧ ଧର୍ମର ଶୂନ୍ୟବାଦ ପ୍ରଥମେ ନାଗାର୍ଜୁନଙ୍କ ଦ୍ୱାରା ପ୍ରଚାରିତ ହୋଇଥିଲା। ସାରଳା ଦାସଙ୍କ ଗ୍ରନ୍ଥରେ ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ପଞ୍ଚସଖା ଯୁଗର ପଞ୍ଚସଖାମାନେ ମଧ୍ୟ ଥିଲେ ଶୂନ୍ୟବାଦୀ। ଏଣୁ ପଞ୍ଚସଖା ସାହିତ୍ୟରେ ବୌଦ୍ଧ ଧର୍ମର ଶୂନ୍ୟବାଦ କଥା ବା ସେହି ଶୂନ୍ୟବାଦ ବିଶେଷ କରି ପ୍ରଭାବ ବିସ୍ତାର କରିଥିଲା। ଆଧୁନିକ ସାହିତ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ବୌଦ୍ଧାବତାର କାବ୍ୟ ଓ କବିବର ରାଧାନାଥ ରାୟଙ୍କର ମହାଯାତ୍ରା କାବ୍ୟରେ ମଧ୍ୟ ବୌଦ୍ଧ ଧର୍ମର ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି। ଏହିଭଳି ଭାବରେ ଆମେ ଯେତେବେଳେ
ଓଡ଼ିଶାରେ ବୌଦ୍ଧ ଧର୍ମର କଳା ସ୍ଥାପତ୍ୟ ଏବଂ ବୌଦ୍ଧ ଧର୍ମର ବିକାଶ କଥା ଚିନ୍ତା କରୁଛନ୍ତି, ନିଶ୍ଚିତ ଭାବରେ ଏଯାବତ୍ ବା ଏପର୍ଯ୍ୟନ୍ତ ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏବଂ ଅନ୍ୟାନ୍ୟ ନିଜ ଦେଶ ଭାରତ ସହିତ ଅନ୍ୟାନ୍ୟ ଦେଶରେ ମଧ୍ୟ ତାହା ଏବେ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରିଛି। ଏହିଭଳି ଅନେକ ଗୁଣର ଗରିୟାନ ଧର୍ମ, ବିଶେଷ କରି ବୌଦ୍ଧ ଧର୍ମର ପ୍ରଭାବ ଏବେ ପର୍ଯ୍ୟନ୍ତ ମଣିଷ ମନରେ ରହି ଆସୁଛି ଏବଂ ରହିଥିବ ଏବଂ ନିଶ୍ଚିତ ଭାବରେ ଏକ ପ୍ରମୁଖ ଭାରତର ପ୍ରମୁଖ ଧର୍ମ ଭିତରେ ସବୁଦିନ ପାଇଁ ଗଣା ହୋଇ ରହିଥିବ। ଧନ୍ୟବାଦ।